ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥି ଲିଖିତ ସୁସମାଚାର 15 ଅଧ୍ୟାୟର 25 ପଦରେ ଆମେ ଏହିପରି ପାଠ କରୁ, କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ ମୋର ଉପକାର କରନ୍ତୁ। ଜଣେ କିଣାନିଆ ସ୍ତ୍ରୀ ନିଜ ଝିଅ ପାଇଁ ପ୍ରଭୁ ଯୀଶୁଙ୍କ ନିକଟରେ ବିନତି କରିବାକୁ ଆସିଲେ, କାରଣ ତାଙ୍କ ଝିଅକୁ ଭୂତ ଅତି କଷ୍ଟ ଦେଉଥିଲା। ଯେତେବେଳେ ସେ ଆସି ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଏଥିରେ ଆମେ ଏକ ବାସ୍ତବତାକୁ ତଥା ଅତୀବ ବେଦନାକୁ ଦେଖିପାରୁ। ସେହି ସ୍ତ୍ରୀ ଜଣେ କିଣାନିଆ ଥିଲା ତଥା ପ୍ରଭୁ ଯୀଶୁ ଥିଲେ ଜଣେ ଜିହୁଦୀ। ଅର୍ଥାତ୍ କିଣାନିଆ ଓ ଜିହୁଦୀମାନଙ୍କ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ କି ବ୍ୟବହାର ନଥିଲା। ଏହିପରି ଅବସ୍ଥାରେ ମଧ୍ୟ କୌଣସି ବିଷୟକୁ ସମ୍ମୁଖରେ ନ ରଖି ନମ୍ରତାର ସହିତ ଅସହାୟ ହୋଇ ବିଶ୍ୱାସରେ ସେହି ସ୍ତ୍ରୀ ପ୍ରଭୁଙ୍କ ନିକଟକୁ ଆସିଲେ, ଯିଏ ତାଙ୍କ ପାଇଁ ଏକମାତ୍ର ଆଶା ଅଟନ୍ତି। ଜଣେ ପାପୀ ମଣିଷର ଜୀବନରେ କୌଣସି ଆଶା ନଥାଏ, ତେଣୁ ସେ ଅସହାୟ ହୋଇ ରହେ। ତାହାର କେବଳ ଏକମାତ୍ର ଅନ୍ତିମ ସ୍ଥାନ ହେଉଛି ନର୍କ। ତେବେ ଏହିପରି ଆଶାହୀନ ଅସହାୟ ଅବସ୍ଥାରେ ଥିବା ମନୁଷ୍ୟର ଏକମାତ୍ର ଆଶା ଓ ସହାୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି, ଯିଏ ମନୁଷ୍ୟ ଉପରେ ଆପଣା କରୁଣା ଦେଖାନ୍ତି। ମନୁଷ୍ୟର ପରିତ୍ରାଣ ନିମନ୍ତେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ, ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ। ବିଶ୍ୱାସ ଦ୍ୱାରା ଆପଣ ମଧ୍ୟ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନର ଆଧାର କରିବେ, ତେବେ ଈଶ୍ୱର ଆପଣଙ୍କୁ ଉଦ୍ଧାର କରିବେ। ଏଥିପାଇଁ ଈଶ୍ୱରଙ୍କ ଠାରେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।